ନିଶଟା କାଟି ଦେଇଛ ମତେ ଭଲ ଲାଗୁନି ବା। ହସି ଦେଲା ବେଳକୁ ଗୋଟେ ପୁରା ଅଲଗା ଲାଗୁଛ। ମାମା ଟେ ଲାଡୁ କଣ ଖାଉଛି? ଲାଡୁ ଏବେ ଖାଉଛି ରୁଟି କ୍ଷୀର। ଆମର ଭାତ ଖାଆନ୍ତି ନା। ତା ଦେହ ଭଲ ନାହିଁ ତ ସେଥିପାଇଁ ସେଇଟା ଖାଉଛି ଆଉ। ଲାଡୁ ଲାଡୁ ଭାଇ କଣ କହୁଛନ୍ତି ପଚାର। ଲାଡୁ ଆମେ ବୁଲିବାକୁ ଯିବୁ। ତୁ ଯିବୁ ଯିବୁ? ହଁ ଭୂରେ ବା ଭାଇ ପଳେଇବ। ଭୂ ମାମା ଯିବନି। ଲାଡୁ ଭାଇ ଯିବ। ଲାଡୁ ବାବୁ ବି ଯିବ। ବାବା ବାବା ବି ଯିବେ। ହଁ ହଁ କଣ ଭାଇ ଏମିତି ଏମିତି କଣ ଭାଇ ତାକୁ ପାଗଳ ହେଇଗଲା? ତାପରେ ଲାଡୁ କିନ୍ତୁ ଯିବନି। କାହିଁକି ଲାଡୁକୁ କେହି ନେବେ। କାହିଁକି ନା ଏବେ ଲାଡୁର ଟିକେ ଦେହଟା ଭଲ ନାହିଁ ସେ ସେଥିପାଇଁ ସେ ଯିବନି। ମୁଁ କହିଲି ଲାଡୁକୁ କେହି ନେବିନି ମତେ କହୁଛି ନେ। ମୁଁ ତୁ ବା ମୋ ପାଖରେ ବସୁ ତତେ ନେବି କଣ? ସେଇଟା ଶୁଣୁ ଭାଇ ନୁହଁ ଭାଇ ବୁଲି ପଳେଇବ। ଭାଇ କୁଆଡେ ଯିବ ଲୋ? ଆଉ ଭାଇ ଖାଇ ଦେଇକି ବାବା ଭାଇ ପଳେଇବେ। ଆମେ କୋଉଠିକି ପଳେଇବା? ଆମେ ଆଈ ହଟିକି ପଳେଇବା ନହେଲେ ମମି ହଟିକି ପଳେଇବା। ହଁ ଡାଡି ହଟିକି ପଳେଇବା ହେଲା। ହଁ କାକି ହଟିକି ପଳେଇବା। କୋଉ କାକି? ଏଠି କୋଉ କାକି ଆଇଲାଣି ତୋର? ମା ହଁ ମା ତତେ ମା ହାଟି ଛାଡି ଦେଇକି ମୁଁ ପଳେଇବି ମମି ହଟିକି ଯା। ତମର ଲାଡୁ ଆମେ ପୁରା କଲେ ତମର ପୁରା ରଜ ଖାଲି ତ ଶୋଇବା। ରଜ ହବ ତତେ କିନ୍ତୁ ମୋର ଛାଡିବା ପାଇଁ ଇଚ୍ଛା ନାହିଁ ଯେହେତୁ ତୁ ଭଲ ପିଲାଟା ସେଥିପାଇଁ ତତେ ଏକୁଟିଆ ଛାଡିବା ପାଇଁ ଇଚ୍ଛା ନାହିଁ। ଯେହେତୁ ବାବା କହୁଛନ୍ତି ଯେ ହଉ ଠିକ ଅଛି ଗୋଟେ ଦିନ ତ ଆଡଜଷ୍ଟ କରିଦେବି ତାକୁ ଛାଡିଦେ ତ ସେଥିପାଇଁ ମୁଁ ତତେ ଛାଡୁଛି। ଯଦି ଅଧିକ ଦିନ ହେଇଥାନ୍ତା କେବେ ବି ଛାଡି ନଥାନ୍ତି। ମୁଁ ତମକୁ ପଚାରି ନଥିଲି। ମତେ ଛାଡି ରହିନଥାନ୍ତି। ଗୋଟେ ଦିନ ପାଇଁ ତୁ ଖାଲି ଯାଉଛୁ। ଦେଖିଆ ତୁ ମତେ କାଲି ମନେ ପକଉଛୁ କି ନାହିଁ। ଯଦି 10-12 ଦିନ ହବ ମୁଁ ମସୁଦ ମନା କରିଦେଇଥାନ୍ତି। ଯାଇନଥାନ୍ତି। ନା ଗୋଟେ ଦିନ ପାଇଁ ଯାଉଛୁ। ହଁ ଗଲାବେଳକୁ ପୁଣି କହୁଛି ମାମା ମତେ କଣ କଣ ସବୁ କିଣିକି ଦବ କୁହ ମୁଁ ଗଲେ ସେଠି ଖାଇବି। ତା ବାବା ଯିବେ ତା ବାବା ଦେବେନି ମୁଁ ତାକୁ ଏଇଠୁ କଟକରୁ କିଣିକି ଦେବି ସେ ଗୋଟେ ଦିନ ପାଇଁ ଷ୍ଟୋର କରିକି ନେଇକି ଯିବ ସେ ସେଠି ଖାଇବ। ଭାର ଦେବ। ଭାର ଦେବି ରଜ ଭାର। ସାବିତ୍ରୀ ଭାର। ଭାଇ କି ମୁଁ ସାବିତ୍ରୀ ଭାର ଦେବି ଭାଇ ସାବିତ୍ରୀ ଭାର ନେଇକି ଯିବ। ଯେମିତି ଟିକେ ତ ମୁହଁ ଟା ମୁଁ ଦେଖାଏ। ଏଠି ଗୋଟେ ଚୋର ବସିକି ଏଠି କଣ କହୁଛି ଦେଖନ୍ତୁ। ଇଏ ତା ବାବା ସହିତ ବୁଲିବାକୁ ଯିବ ଆକୁ ମୁଁ ସାବିତ୍ରୀ ଭାର ଦେବି ରଜ ଭାର ଦେବି ନେଇକି ଯିବ। ଆସିଗଲା ଆମର ଖାଇବା ଦେଖନ୍ତୁ। ସଜ ପଖାଳ ଆମ୍ବ ଆଉ ଆଚାର ଆଳୁ ଦଳା ଆଉ ଏଠି ଅଣ୍ଡା ଭୁଜିଆ ଆକୁ ଲଗେଇ ଖାଇଦେବା। ଇଏ ଗୋଟେ ପିଲା ଦେଖନ୍ତୁ ଆସିଲା ଆପଣ ଓହ୍ଲେଇକି। ତୁମର ଖାଇବା ସରିଲାଣି ନା ତମେ ଯାଅ ଶୁଅ। ଦେଖିଲ ତମ ଲାଡୁ ତମର ସେଠି ଗୋଟେ ତମ ଲାଡୁ ପଡୁଛନ୍ତି ଦେଖ। ଏଇ ଦେଖ ତମ ଲାଡୁ ଟିକେ ଖୁଆଇଦେଲ। ହଁ ତାକୁ ଟିକେ ତ କମଳ ଘୋଡେଇକି ଟିକେ ଶୁଆଇଦେଲୁ। ତାଙ୍କ ଦି ଜଣଙ୍କୁ ଟିକେ ତମ ବ୍ଲାଙ୍କେଟ ଘୋଡେଇକି ଶୁଆଇ ଦିଅ। ତା ବ୍ଲାଙ୍କେଟ ଦେଇଦେ ସେ ତାକୁ ଧୋ ଧୋ କରି ଶୁଆଇଦେବ। ହଁ ଘୋଡେଇ ଦେଲୁ ଘୋଡେଇ ଦେ ତାଙ୍କୁ ଘୋଡେଇ ଦେ। ହଁ ନା ନା ହଁ ଏମିତି ଶୁଆଇଦେଲୁ। ହଁ ଏମିତି ଶୋଇଲେ ତାକୁ ଆମେ ତ ବ୍ଲାଙ୍କେଟ ଘୋଡେଇ ଦେବା। ହଁ ଏମିତି ଘୋଡେଇ ହଁ ଦେଖ ତ ବ୍ଲାଙ୍କେଟ ଘୋଡେଇ ଦେଲେ ଶୋଇଲା ତ ବ୍ଲାଙ୍କେଟ ଯା। ବଢିଆ ସେ ଆଉ କଣ ଲାଡୁ ତ ଶୋଇପଡ ଏଠି ଶୋ। ବାବା ଏଇ ପଛରେ ଯେତିକି ରହିଲା ତୋର ଆଗ ଚେନଲେ ବାବାଙ୍କର। ଏଇଠି ଏଇଗୁଡାକ ବାବାଙ୍କର। ଯାହା କହିଛି ସେଟା ମନେ ରଖିଛୁ ତ। ମାମା ମୋ ବଲ୍ ଗାଁରେ ଅଛି। ଦେଖନ୍ତୁ ମୋ ବାବା ହେଇଗଲା ପୁରା ରେଡି। ମାମୁଁ ଆସିଛି ତାକୁ ଯିବ ବସଷ୍ଟାଣ୍ଡ ଛାଡିବାକୁ। ବଲ୍ ଦେଖୁ ଏଇ ବଲରେ କଣ ଅସନା ହେଇକି ବଲରେ ସବୁ ନାହିଁ ଅଧା ଅଧା ଅଲଗା ଅଲଗା ବାବା କିଣିଦେବେ। ନେତା ନା ଆଗ ଚୁଟି ପାଚିଗଲାଣି ଏଥିରେ ନେତା। ନିଶଟା କାଟି ଦେଇଛ ମତେ ଭଲ ଲାଗୁନି ବା। ହସି ଦେଲା ବେଳକୁ ଗୋଟେ ପୁରା ଅଲଗା ଲାଗୁଛ। ଏବେ ମୁଁ ଯାଉଛି କଲେଜ। ବାବା ବାଏ ବାଏ। ଧନୁଲୁ କ୍ରିକେଟ ଖେଳ ଟାଇମ୍ ହେଲେ ମୁଁ ଯାଉଛି ବ୍ୟାଟ୍ ବାଏ ବାଏ। ସିଏ କହୁଛି ବାଏ ବାଏ।
ହଁ ତୋଲୁ କଇଁଚ ଚାଲୁଛି ଦେଖ କହୁଛି ମୁଁ ଗୋଟେ କଇଁଚ ଘଣ୍ଟା ଲଗେଇଲାଣି ହଁ ଘଣ୍ଟା ପିନ୍ଧି ଯେ ମନେ ପଡ଼ିବନି ମୁଁ ପିନ୍ଧିବି ଧାନ ପିନା ବେଶୀ ଗାଡ଼ିରେ ମୁତି ବାବା। ବାବୁ ବାହାରି ଗାଡ଼ି ରହିବନି ଏ ତଳୁ ଯିବ ନା ନା ମୁଁ କାହିଁ ଦୌଡ଼ କାହିଁକି ତୋତେ ଧରିକି କାନ୍ଦେ ଯା 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 ବାବା ଲେଟ୍ ହେଲାଣି ବାବୁ ଯା ଗାଡ଼ି ଯା ଦୋକାନରୁ ହେଇକି ବାବା ଯିବ ହଁ ବାବା ଡାଇ କରି ଭାଇ ପଳେଇଲା ଏଇଠି ଏଇଠି କ'ଣ ଯା ବାଇ ଯୋଉ ଜୁଆର ହେଇକି 6 ହେଲା ମୋ ବାବା ହଁ ସୁନା ପୁଅଟା ଯା ଆକ୍ଟିଂଟା କେମିତି ଲାଗିଲା ତାହେଲେ ଏଇଟା ଆକ୍ଟିଂ କରୁଥିଲୁ ହଉ 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 ଯା ଟାଟା ଭାଇ ଟିକେ ଲୁକତି ଲୁକତି ଟିକେ ବାଏ ଧନ ଆଉ ତା ବାବା ଗାଁକୁ ଗଲେ ଆମ ପୋଖରୀ ଟିକେ ଖୋଳାଯିବ ଆଉ ଆଡ଼ିରେ ସବୁ ମାଟି ଟିକେ ପଡ଼ିବ ସେଥିପାଇଁ ବାବା ଏବେ ଦୋକାନରୁ ଆସିଲେ ଆସିକି 3:30 ବାଜିଲାଣି ଗଲେ 4:20ରେ ବସ୍ ଅଛି ବାପ ପୁଅ ବସ୍ରେ ଯିବେ ଏବେ ପହଞ୍ଚୁ ରାତି 8 କାଲି ଗୋଟେ ଦିନ ରହିବେ ପହର ଦିନକୁ ଆସିବେ ଆଉ ଧନକୁ ତା ବାବା ପଚାରିଲେ ଯିବୁ ନା କହିଲା ହଁ ମୁଁ ଯିବି ତାପରେ କହିଲା ମାମା ଯିବନି ମୁଁ କେମିତି ଯିବି ମୁଁ କହିଲି ତୁ ଯିବୁ ଯେ ଯା ଗୋଟେ ଦିନ ତ ବାବା ଯିବେ ବୁଲିକି ପଳେଇ ଆସିବ ଆମର ବି ଯିବାର ବି ପ୍ଲାନିଂ ଥିଲା ବାକି ଝିଅର ଦେହ ଭଲ ନାହିଁ ଦେଖୁଥିବେ ତ ତାକୁ କେତେ ଜୋରସରେ ଥଣ୍ଡା ଗୋଟେ ଦିନ ଏବେ ଯିବି ରାତିରେ ପହଞ୍ଚିବି ପୁଣି କାଲି ଗୋଟେ ଦିନ ରହନ୍ତି ପରଦିନ ଭୋରୁ ଆସିବି ତ ସେଥିପାଇଁ ତା ବାବା ମନା କଲେ କହିଦେଲେ ବାଏ ଆମେ ଚାଲିଲୁ ଏବେ ଶୋଇବାକୁ ଆମେ ଶୋଇବୁ ଶୋଇ ବାବା ଭାଇ ପଳେଇ ଗଲେ ଆମେ ଯିବା ଶୋଇବା ହେଲା ମା ଦେଖନ୍ତୁ ଗୋଟେ ପିଲା ମୁଁ ତାକୁ କହିଲି ଲାଡ଼ୁ ଏଠି ବସିକି ଟିକେ ଖେଳୁଥା ସେଠି ଝରକା ପାଖରେ ଛିଡ଼ା ହେଇକି ଦେଖିକି ଖେଳୁଥିଲା ଆକ୍ଚୁଆଲି 4:30 ପରେ ହେଲା ନା ତା ନିଦ ଟାଇମ୍ ହେଇଗଲାଣି ପୁରା ଗୋଟେ ବାସନ ମାଜୁଥିଲେ ଆସିଲା ବେଳେ ଗୋଟେ ପିଲା କେମିତି ଶୋଇଛି ଦେଖନ୍ତୁ ମାନେ ଉଲଉଥିଲା କଟରୁ ଅଧା ଉଲେଇଛି ଶୋଇଛି ହେଲେ ମା ଆଜିବା ହଁ ତା ନିଦ ଜୋର ଆକ୍ଚୁଆଲି ତା ଟାଇମ୍ ହେଇଗଲାଣି ଦେଖନ୍ତୁ 4:30 ପରେ ହେଲାଣି ସେ ଆକ୍ଚୁଆଲି ଗୋଟାଏ ବେଳେ ଶୁଏ ତା ବାବା ଯିବେ ବୋଲି ସେ ଶୋଇ ନଥିଲା ସେଥିପାଇଁ ତାକୁ ନିଦ ଆସିଲାଣି ଏତେ ଜୋରରେ ଯେ ଯା ଶୋଇଆ ଯା ଦେଖନ୍ତୁ ତାକୁ କେତେ ନିଦ ଶୋଇଲା ସାଙ୍ଗେ ସାଙ୍ଗେ ତାକୁ ଶୋଇଦେଲି ଶୋଇ ପଇଲା ଚାଲନ୍ତୁ ଲାଡ଼ୁ ବି ଶୋଇଲା ମୁଁ ବି ତା ପାଖରେ ଟିକେ ରେଷ୍ଟ ନେଇଯାଏ ଘଣ୍ଟାଏ ଖଣ୍ଡେ ତାପରେ 5:30 ବେଳକୁ ଉଠିବା ପୁଣି ସନ୍ଧ୍ୟା ଦେବା ପୁଣି କାମରେ ଲାଗିଯିବ କିଏ ହେଲା ଭାଇ ଭାଇ ବି ନାଇଁ ମୁଁ କହିଥିଲି ସେ ଶୋଇଛି ଉଠିଲା ମାନେ ସେ ସାଙ୍ଗେ ସାଙ୍ଗେ ଖୋଜିବ ଦେଖନ୍ତୁ ଉଠିଲା ମୁହଁ ଧୋଇ ନାହିଁ ଆସିଲା ଏପଟ ଘରୁ ଆସିଲା ଆସିକି ସେଇଠି ମୁଁ ଏଠି ସୋଫାରେ ବସି ସିଧା ଗଲା ସେ ଘରେ ଖୋଜିଲା ସେଠି ଛିଡ଼ା ହେଇ କହୁଛି ବାବା ଭାଇ କାହିଁ ବାବା ଭାଇ ବାବା ନାଇଁ ଭାଇ ନାଇଁ ଆଉ ବହୁତ ଜୋରସରେ ଏବେ ବର୍ଷା ହେଉଛି ସନ୍ଧ୍ୟାବେଳେ ଦେଖିଛୁ ଦେଖିବା ଦେଖିବ ମେଘ କେମିତି ହେଉଛି ଦେଖି ବସିଲୁ ହଁ ସେଇଠି ହେଉଛି ବା ଦେଖି ବସିଲୁ ଚାଲ ଦେଖନ୍ତୁ କେତେ ଜୋରସରେ ଘଡ଼ଘଡ଼ି ମାରୁଛି ଦେଖନ୍ତୁ କେତେ ଜୋରସରେ ବର୍ଷା ହେଉଛି ବାକି ଜାଲି ଦିଆହେଇଛି ଠିକ୍ସେ ଦେଖାଯାଉନି ଦେଖନ୍ତୁ କେତେ ଜୋରସରେ ବିଜୁଳି ମାରୁଛି ଲାଡ଼ୁ ପଳେଇବା ମୁଁ ଧନବା ଆମେ ଝରକା ଦେଇଦେବା ଏଠି ବର୍ଷା ଛାଟୁଛି ଏବେ ସକାଳୁ ସକାଳୁ ଗାଧେଇ ପାଧେଇ ସାରି କାମ ସରିଗଲା ସବୁ କାମ ସାରି ମା ଝିଅ ବସିକି ଟିଭି ଦେଖୁଥିଲୁ କିନ୍ତୁ ଧନ ତ ପଳେଇଛି ଗାଁକୁ ଆପଣମାନେ ଜାଣିଥିବେ ଧନ ତା ବାବା ଯାଇଛନ୍ତି ତ ଆଜି ରହିବା କଥା ଆଜି ରହିକି କାମ ସାରିକି କାଲି ଆସିବା କଥା ତ କାଲି ସେମାନେ ରାତିରେ ଯାଇଥିଲେ କାଲି ଗୋଟେ ରାତି ରହିଛନ୍ତି ତ ମୋତେ କେତେ ଜୋରେ ଥଣ୍ଡା ଆପଣମାନେ ମୋ ଟୋନ୍ରୁ ବି ଜାଣିପାରୁଥିବେ କିନ୍ତୁ କ'ଣ କରିବା ସେ ତ ଯାଇଥିଲେ 1-2 ଦିନ ରହିକି ଆସିଥାନ୍ତେ ଟିକେ କାମ ସାରିକି କିନ୍ତୁ ସେ ରହିପାରିବେନି କାହିଁକିନା ଗାଡ଼ି କରିକି ସେ ଅଲରେଡ଼ି ପଳେଇ ଆସିଲେଣି
କାହିଁକିନା ବୋଉଙ୍କ ଦେହ ଟିକେ କ'ଣ ଖରାପ ହେଇଯାଇଛି। କାଲି ସେ ଗଲା ପରେ ୟା ବାପା ଦେଖିଲେ କି ବୋଉ କ'ଣ କହିଲେ କି ମୋ ରାଇଟ୍ ସାଇଡ଼୍ ହାତ ଆଉ ଗୋଡ଼ ଟିକେ ଝିମଝିମ ହେଉଛି ବୋଲି। ତାପରେ ଆଜି ସକାଳେ ମୋତେ ଫୋନ୍ କରିକି କହିଲେ କି ଏମିତି ବୋଉର ହେଉଛି ବୋଲି। ମୁଁ ତୁମେ ଗାଡ଼ି କରିକି ତାଙ୍କୁ ନେଇକି ଶୀଘ୍ର ପଳେଇ ଆସ, କାରଣ ଏବେ ତ ଆପଣମାନେ ଜାଣୁଛନ୍ତି ଷ୍ଟ୍ରୋକ୍ କେଉଁ ରେଟ୍ରେ କେମିତି କ'ଣ ହେଉଛି। ଆଉ ତ ସେଥିପାଇଁ ତାପରେ ଦାଦାଙ୍କୁ ଫୋନ୍ କରିକି ପଚାରିଲି, ଦାଦା କହିଲେ ତୁମେ ଶୀଘ୍ର କ'ଣ ନେଇ ଆସିବେ। ଆଉ କାଲି ରାତିରେ ଅଳ୍ପ ଟିକେ ହେଉଥିଲା ବୋଲି ତା ବାବା କହୁଥିଲେ, କିନ୍ତୁ ସକାଳେ କ'ଣ ଟିକେ ତାଙ୍କ ଗୋଡ଼ ଟିକେ ଅଧିକା ଯେମିତି ଝିମଝିମ ହେଉଛି, କାଲୁଆ ପଡ଼ିଗଲା କ'ଣ ଲାଗୁଛି। ତ ସେମାନେ କାର୍ କରିକି ପଳେଇ ଆସିଲେଣି ଅଲରେଡ଼ି, ଆସିକି ଅଧା ବାଟରେ ହେଇଗଲେଣି। ମୋତେ ଫୋନ୍ ମାରିଥିଲେ। କ'ଣ ହେଲା ଭାଇ କାହିଁ ନାଇଁ କୁଆଡ଼େ ଯାଇଛି ଭାଇ? ସେଇଠି ଭାଇ ଟିଭିରେ ତାର ଲଗେଇ ଦେଇଛି, ଟିଭି ଦେଖୁଛି, ସେଥିପାଇଁ କହୁଛି ଭାଇ ସେଇଠି ଅଛି। ଦେଖନ୍ତୁ ଏଠି ମୁଁ ଭାତ ବି ବସେଇ ଦେଇଛି। ମାନେ ଆଜି ଆମ ଘରେ ତ ଅଧିକ ଲୋକ ଜାଣିପାରୁଥିବେ, ବାପା ଆସିବେ, ବୋଉ ଆସିବେ, ମାନେ ଲାଡୁର ଜେଜେ ଆଉ ଜେଜେମା ଆସିବେ ନା। ଦେଖନ୍ତୁ ଡାଲି ସିଝେଇକି ବି ରଖିଦେଇଛି। ତାପରେ ଚାଲନ୍ତୁ ଯିବା ରୋଷେଇରେ ଲାଗିଯିବା। ତମେ ଯାଇ ଟିଭି ଦେଖ, ମୁଁ ଏବେ ରୋଷେଇ କରିବି। ଦେଖନ୍ତୁ ସେ କେତେ ଖୁସି, ତାର ବ୍ଲଗ୍ରେ ଲଗେଇଦେଲେ ଟିଭିରେ ତାର ନିଜର, ସେ ବସିକି ଏମିତି ଦେଖିବ। କିଏ ବାହାରିଲା? କିଏ କିଏ ବାହାରିଲା? ଦାଦୁ ଦାଦୁ ବାହାରୁଛି। ଦେଖନ୍ତୁ ଏଇ ବ୍ଲଗ୍ଟା ତାର ଲଗେଇଦେବେ, ସେ ଭାରି ଖୁସି। ମାନେ ଏମିତି ସେ ଯେଉଁ ବୁଲୁଛି, ନାଚୁଛି, ତାର ଫଟୋ ଉଠାଉଥିଲା। ଆମେ ଯେଉଁ କମେଡ଼ି କରୁଥିଲୁ, ମାନେ ଧନ କେମିତି କେମିତି ତା ସହିତ କମେଡ଼ି କରିକି ହସୁଥିଲା, ଏଇ ବ୍ଲଗ୍କୁ ଲଗେଇଦେଲେ ସେ ତାର ଆରାମସେ ବସିକି ଦେଖୁଛି ନା। ଲାଡୁ କାହିଁ ସେଇଠି? ହଉ ତମେ ବସିକି ଦେଖ, ମୁଁ ଚାଲିଲି ରୋଷେଇ କରିବାକୁ। ବାଏ ବାଏ ଲାଡୁ, ବାଏ କରିଦିଅ। ଅନାଅ ମୋତେ ଲାଡୁ, ଏଇଠି ଅନାଅ, ଏଇଠି ଅନାଅ ମୋତେ ଟିକେ, ବାଏ କରିଦିଅ, ବାଏ। ମୁଁ ଚାଲି ରୋଷେଇ କରିବାକୁ। ଏଠି କାଙ୍କଡ଼ ଆଳୁ ଭାଜୁଛି, ଏଠି ଦେଖନ୍ତୁ ଭେଣ୍ଡି ଭାଜୁଛି ଗୋଟା, ଏଠି ମସଲା ଆଉ ଭେଣ୍ଡି ରେଡ଼ି କରିକି ରଖିଛି। ଆଉ ଡାଲି ଛୁଙ୍କ ଦେଇ ସାରିଲିଣି ଅଲରେଡ଼ି, କିନ୍ତୁ ଗୋଟେ ପିଲା ଆସିକି ମୋତେ ହଇରାଣ କଲା। ତ ଥଣ୍ଡା ଜୋର ହେଇଯାଇଛି ଆକ୍ଚୁଆଲି, ଆଉ ସେଥିପାଇଁ ଖାଲି ପ୍ରତି 10-15 ମିନିଟ୍ ଥରେ ମାମା ପାଣି ଦିଅ, ପାଣି ଦିଅ କହିପାରୁନି। ମାଇଁ ଧନ, ଏ ଧନ, ଆସେ ଆସେ। ଶୁଣୁ ସେଇଠି ସବୁ ରଖେ, ସେଇଠି ରଖେ। ବୋଉ ଡକ୍ଟର ଦେଖିକି ଆସିବେ ତ। ହଁ ଚାଲ ଚାଲ। ଲାଇନ୍ କାଟି ଦେଇଛନ୍ତି ତ, କାଟି ଦେଇଛନ୍ତି। ହଉ ତମେ ଚାଲ, ବାବା ଅଛନ୍ତି କ୍ଲିନିକ୍ରେ, ବୋଉଙ୍କୁ ଡକ୍ଟର ଦେଖିକି ଆସିବେ। ହଉ ଦେଶ ବ୍ୟାଗ୍ ଦେଶ ଜେଜେଙ୍କୁ ସେ ବ୍ୟାଗ୍ଟା ଦେ, ସେ ଲୁଙ୍ଗି ପାଲଟି ଦେ। ଦରଜ ହେଉଛି, ହଉ ତୁ ବୋ ଏଠି ପଳେଇ ଆସେ, ଫ୍ୟାନ୍କୁ ଆସ। ସ୍କୁଲ ମୋ ଝିଅକୁ ନେଇକି, ସେ ଝିଅ ଗାଧେଇଥିଲା ନା, ଯେଉଁ ବାବା ଫୋନ୍ କଲେ, କହିଲେ ଆଉ ଜେଜେ ହରିକା ଆସିଲେଣି ବୋଲି, ମୁଁ ସେଥିପାଇଁ ତଳକୁ ଦୌଡ଼ିକି ଗଲି। ଏମିତି ଅନେଇଛୁ, ନିଦ ହେଲାନି ମାମା ନାହିଁ ବୋଲି ନା କରେଣ୍ଟ ନାହିଁ ବୋଲି? ତୁ ଭିତରେ ଗଞ୍ଜି ପିନ୍ଧି ନା, ଖାଲି ସାର୍ଟ ପିନ୍ଧିକି ଆସିଛୁ। ହଉ ଚାଲ ଉଠି ଯା, ମୁଁ ଜେଜେଙ୍କୁ ଖାଇବାକୁ ଦିଏ, ତୁ ଗାଧେଇ ପାଧେଇ ଫ୍ରେଶ୍। ଝିଅଙ୍କୁ ଛାଡ଼ିକି ଯାଇଥିଲି ବା, ଟାଟା ଗାଧେଇକି ଫ୍ରେଶ୍ ଯା, ଖାଇବୁ ଯା। ମୁଁ ଜେଜେଙ୍କୁ ଖାଇବାକୁ ଦିଆକୁ, ତୁ ପଛରେ ଗପିବୁ ମୋ ସାଙ୍ଗରେ, ପାଟି କରନି, ପଛରେ ଗପିବୁ, ଯାଇକି ଗାଧେ, ମୁଁ ଜେଜେଙ୍କୁ ଖାଇବାକୁ ଦିଏ। ହଁ ଜେଜେଙ୍କ ପେଟ ଯେତିକି ବଡ଼, ମୋର ପେଟ ସେତିକି ବଡ଼। ତୋର କଥା ସରିବନି ଭଲ ଭାବରେ ନା, ପଛରେ ଡିସ୍କସନ୍ କରିବା। ଷ୍ଟପ୍ 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 ଷ୍ଟପ୍। ଜେଜ କ'ଣ ସେ ଜେଜ, ସେ ଜେଜ ଜେଜ ଜେଜ, ସିଏ ଜେଜକୁ ଚିହ୍ନି ପାରୁନୁ? ଶୋଇବୁ ଏକାଥରେ, ଡରିକି ଶୋଇ ପଡ଼ିଆ କଥା କହିଲୁଣି। ସେ ଜେଜ, ମୋ ପାଖକୁ ଆ, ମୋ ପାଖକୁ ଆ। ହଉ ଜେଜ, ସେ ଦେଖ ଜେଜ। ସେ ଜେଜକୁ ଡରିଲାଣି। ଯିବୁନି ଜେଜେ ପାଖକୁ, ଜେଜେ ପାଖକୁ ଯିବୁନି?
ଆଉ ତୁ ଜେଜୁକୁ ନମ କରିଦେ ଆସିବୁ ଶୋଇ ପଡ଼ିବୁ ଚାଲ ଯା। ଦେଖନ୍ତୁ ସେଟା ଜେଜୁକୁ ଜାଣିପାରୁନି, ଜେଜୁକୁ ଦେଖି ଡରିକି ଶୋଇ ପଡ଼ିବାକୁ ପଳେଇ ଆସିଲାଣି। ତୁ ଖାଇବୁନି କି? ଆଉ ଜେଜୁକୁ ମୁଁ ଖାଇବାକୁ ଦେବି ଦେଖିବା। ଜେଜୁକୁ ମାମାମ ଦେବା ମାମାମ ଧନୁଲେ ଜେଜେ ଦେଖୁନୁ ସିଏ ଗୋଟେ ପିଲା ଯାଇ ଏଇ ଜେଜେ ଆଇଲେ ଏଇଟା ଜେଜୁକୁ ଦେଖିଲା ଡରୁଛ ମୁଁ କିଛି ବୁଝିପାରୁନି। ତୁ ପଳେଆ ପଳେଆ ଚାଲ ଶୋଇବୁ ଚାଲ। ପଡ଼ି ଉଠିକି ଖେଳୁଛି ଗୋଟେ ପିଲା। ଏଠି ଛାଟି ଦେଇକି ଏଠି ଯାଇ ଲୁଚି ପଡ଼ୁଛୁ କାହିଁକି? ଦେଖନି ବଲ୍ ସୋଫା ତଳେ ଅନା ଟିକେ ସୋଫା ତଳେ ଦେଖନି ଟିକେ ଏଇଠି ସୋଫା ତଳେ ଦେଖ ଦେଖିଲୁ କୁଆଡ଼େ ଗଲା ଖୋଜିଲୁ। ହଁ କାହିଁ ଲୋ କାଢ଼ି ଆଣୁନୁ ନେଇଆ ହେଇ ବି ପାଇଛି। ବାବାକୁ ପକା ବାବା ଖାଇସାରିଲେ ଏବେ ବାବାଙ୍କୁ ହଜମ କରିଦେ ସବୁ। ଏବେ ବୋଉ ଆସିଗଲେ ମେଡ଼ିକାଲ ଡକ୍ଟର ଦେଖେଇକି ବୋଉ ଏବେ ଖାଇକି ଶୋଇ ପଡ଼ୁଛନ୍ତି ଟିକେ। ବାବା ବି ଗାଧେଇ ନଥିଲେ ସକାଳୁ ପୁରା ଆସିଲେଣି ଏବେ ଗାଧେଇ ପାଧେଇକି ଖାଇକି ଦେଖନ୍ତୁ ବାପ ଝିଅ ବସି ବଲ୍ ଖେଳୁଛନ୍ତି। ମୁଁ ଯାଉଛି ଛାତରୁ ଲୁଗା ନେଇକି ଆସେ ବାପ ଝିଅ ଖେଳୁଥିବ ଏଠି ନିଅ। ହାଉଁ ହାଉଁ ଲାଡୁକୁ ନେ ନା ହାଉ ନାହିଁ ବୋଉ ଅଛି ଭାଇ ଅଛି ଯା ଯା ବୋଉ ଭାଇ ଅଛନ୍ତି ବା ସବୁ ସେ ଘରେ। ହଁ ଲାଡୁ ବି ଆମର ଅଛି। ହଁ ମାମା ବି ଅଛି। ହଁ ବାବା ନାଁ କ'ଣ? ବାବା ନାଁ କ'ଣ? ଆଉ ଜୋରରେ କହିଦେଲୁ ବାବା ନାଁ କ'ଣ? ଶୁଣୁ ବାବା ନାଁ କ'ଣ? ଜୋରରେ କହିଲୁ ବାବା ନାଁ କ'ଣ? ଲୋ ବାବା ଲୋ ବାବା ନାଁ ଏଇଆ।